ମାସଟାଙ୍କୁ ମୁଁ ଯୁଆଡ଼େ ବି ଯିବି ବିନା ଚପଲରେ ଯିବି। ଆଉ ମହାପ୍ରଭୁ ପାଖେ ଜଳାଭିଷେକ କରିବି ବିନା ଚପଲରେ କରି। ଚପଲ ପିନ୍ଧି କ'ଣ ଜଳାଭିଷେକ କରାଯାଏ କି? ଜଳାଭିଷେକ ତ ଖାଲି ପାଦରେ କରାଯାଏ, ପାଣି ଭାର ଅଣାଯାଏ। କିନ୍ତୁ ଏ ମାସ ହର ହର ମହାଦେବ। ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ଦିନ। ଆଉ ଏ ମାସଟି ଦେବଦେବ ମହାଦେବଙ୍କର ମାସ। ଆଉ ଏ ମାସଟି ପବିତ୍ର ମାସ। ତେଣୁ ଏଇ ମାସରେ ହଜାର ହଜାର କାଉଡ଼ିଆ ମହାପ୍ରଭୁଙ୍କ ପାଖରେ ଜଳାଭିଷେକ କରିଥାନ୍ତି। ମୁଁ ବି ପ୍ରତ୍ୟେକ ବର୍ଷ ଜଳାଭିଷେକ କରିଥାଏ। ପୁଣି ଏଇ ବର୍ଷ ମଧ୍ୟ ଜଳାଭିଷେକ କରିବି। ଆଉ ଏଇ ବର୍ଷ ମୁଁ ଛୋଟିଆ ପ୍ରୟାସଟେ ନେଇଛି। ଆପଣ ଦେଖିପାରୁଥିବେ ମୋ ପାଦରେ ମୁଁ ଚପଲ ପିନ୍ଧି ନାହିଁ। ଆଜି ନୁହଁ, ଏ ମାସଟାଙ୍କ ମୁଁ ଚପଲ ପିନ୍ଧିବିନି। ଛୋଟିଆ ପ୍ରୟାସଟେ କରିଛି। ଏ ମାସଟାଙ୍କୁ ମୁଁ ଯୁଆଡ଼େ ବି ଯିବି ବିନା ଚପଲରେ ଯିବି। ଆଉ ମହାପ୍ରଭୁ ପାଖେ ଜଳାଭିଷେକ କରିବି ବିନା ଚପଲରେ କରି। ଚପଲ ପିନ୍ଧି କ'ଣ ଜଳାଭିଷେକ କରାଯାଏ କି? ଜଳାଭିଷେକ ତ ଖାଲି ପାଦରେ କରାଯାଏ, ପାଣି ଭାର ଅଣାଯାଏ। କିନ୍ତୁ ଏ ମାସ ଯାକ ମୁଁ ଯୋଉଠିକି ଯୁଆଡ଼େ ଯାଏ କିନ୍ତୁ ଖାଲି ପାଦରେ ହିଁ ଯିବି। କାରଣ ଏ ଛୋଟିଆ ପ୍ରୟାସଟେ କରିଛି। ମହାପ୍ରଭୁ ପାଖରେ ଏତିକି ଗୁହାରି ଆଉ ଏତିକି ମାନସିକ ରଖିଛି, ମହାପ୍ରଭୁ ସାରା ସଂସାରକୁ ଭଲରେ ରଖନ୍ତୁ, ସମସ୍ତଙ୍କୁ ଭଲରେ ରଖନ୍ତୁ, ସମସ୍ତଙ୍କୁ ଖୁସିରେ ରଖନ୍ତୁ। ଆଉ ସମସ୍ତେ ଖୁସିରେ ରହିଲେ ନିଶ୍ଚୟ ମୁଁ ଖୁସିରେ ରହିବି, ମୋ ପରିବାର ଖୁସିରେ ରହିବ। ଏଇ ପାଇଁ ଛୋଟିଆ ପ୍ରୟାସଟେ ମୁଁ କରିଛି ଏଇପାଳି। ଯଦି ମୋ ପ୍ରୟାସଟି ଆପଣମାନଙ୍କୁ ଭଲ ଲାଗିଥିବ ତାହେଲେ ନିଶ୍ଚୟ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ। ଆଉ ମୋ ପ୍ରଭୁକୁ ଯଦି ଭଲ ପାଉଥିବେ, ଅନ୍ତରରେ ଭଲ ପାଉଥିବେ, ନିଶ୍ଚୟ କମେଣ୍ଟରେ ଲେଖିବେ ହର ହର ମହାଦେବ। କାରଣ ଯେହେତୁ ଏ ମାସଟି ହେଉଛି ପବିତ୍ର ମାସ, ଯଦି এই পবিত্র মাসে দেবদেব মহাদেবଙ୍କୁ ଭଲ ପାଉଥିବେ, ନିଶ୍ଚୟ କମେଣ୍ଟରେ ଲେଖିବେ ହର ହର ମହାଦେବ।